ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଶୁଭ ସକାଳ। ମୁଁ ସସ୍ମିତା ପଣ୍ଡା ମୋ ଚ୍ୟାନେଲ ଦ ହାର୍ଟ ଟେକରକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଗକୁ ଶିବରାତ୍ରି ଆସୁଛି। ଖରା ବି ଟାଣ ହେଇଗଲାଣି। ଶୀତ ଧୀରେ ଧୀରେ କମି ଚାଲିଛି। ତେଣୁ ଆମେମାନଙ୍କ ପାଇଁ ମାନେ ଓଡ଼ିଆ ଘରର ଘରଣୀମାନଙ୍କ ପାଇଁ ଏ ବଡ଼ି କରିବାର ବଢ଼ିଆ ପାଗଟେ ଦେଇଛି। କୁହୁଡ଼ା ଅବଶ୍ୟ ସକାଳୁ ଟିକେ ଟିକେ ହେଉଛି, ଟିକେ କ'ଣ ବହୁତ ଜୋର ହେଉଛି, ତଥାପି ଖରା ମାନେ ଜବରଦସ୍ତ। ତେଣୁ ସମସ୍ତଙ୍କ ପରି ମୁଁ ବି ବଡ଼ି କରିବାରେ ଲାଗି ପଡ଼ିଛି। ଭଡ଼ା ଘର ଜାଲି ନାହିଁ। ବିରି ସିନା ମାର୍କେଟରୁ କିଣି ଆଣିକି ବାଟି ଦେବି ଗ୍ରାଇଣ୍ଡରରେ, କିନ୍ତୁ ଜାଲି ଘରକୁ ଆଣିନଥିଲି। ତେଣୁ ପୁଅକୁ ପଠେଇ ସାନ ମା ଘରୁ ଜାଲି ଆଣିକି ସମସ୍ତ 20-30 କେଜି ବଡ଼ି କରିସାରିଲେଣି। ତଥାପି ମୁଁ ବି ପଛକୁ ନ ଯାଇକି ଆଜି 2-3 କେଜି ପକେଇ ଦେଇଛି। ହଁ, ବସିକି ଫେଣେଇକି ପକେଇଦେଲି ଆଉ। ଛାତ ଉପରେ ବଡ଼ି କରିଛି। ପାଗ ବି ବଢ଼ିଆ ଦେଇଛି। 4ଟା ବେଳେ ଯାଇକି ଦେଖିଲା ବେଳକୁ ମୋ ବଡ଼ି ବି ସମସ୍ତଙ୍କଠୁ ବଢ଼ିଆ ସୁନ୍ଦର ସୁନ୍ଦର ପୁଟକା ପୁଟକା ହେଇକି ରହିଛି। ଆରେ ବାଃ, ବହୁତ ଖୁସି ଲାଗିଲା। ବଡ଼ିକୁ ଛାଞ୍ଚକୁ ଟେକି ଆଣିକି ଘରେ ଥୋଇଦେଲି। ତାପରେ ଭାବିଲି 2 ଦିନ ହେଲା ବଡ଼ି ଛାଞ୍ଚ ନେଇକି ଆସିଛି। ହୁଏତ ସାନ ମା'ର ଦରକାର ଥିବ ଜାଲିଟା। ସିଏ ବି ବଡ଼ି କରିବେ ନା। ଖରାଦିନ ଆସୁଛି, ପଖାଳକୁ ବଡ଼ି, ଛୁଇଁ ସିଜିନ୍ ନେଇକିନା ତାକୁ ବି ବଡ଼ି ଦରକାର। ବାଇଗଣ ବଡ଼ି, ଛୁଇଁ, ଟମାଟୋ ତରକାରୀ। ଆଉ ଓଡ଼ିଆ ଘରେ ତ ବଡ଼ି ନହେଲେ ନ ଚଳେ। କାଳେ ସିଏ କରିବେ। ତେଣୁ ହଠାତ୍ ଫୋନ୍ଟାକୁ ଆଣିକି ଲଗେଇଲି। ସାନ ମା ସ୍କୁଲରୁ ଆସିଯାଇଥିବେ ନିଶ୍ଚିତ। ତେଣୁ ମୋ ଫୋନ୍ ରିଙ୍ଗ୍ ହେଲା, ଉଠେଇଲେନି। ତାପରେ ମୁଁ ଫୋନ୍ କଲି ଅଧଘଣ୍ଟେ ଛାଡ଼ିକି। ମନ ଦୁଃଖ ହେଉଛି ଯେ କି ମୋ ବଡ଼ି ତ ଉଠିଲାନି। ଆଜି 2ଟା ଖରା ଖାଇସାରିଲାଣି, ବଡ଼ି ତ ଉଠୁନି। ଆଉ ଜବରଦସ୍ତି କଲେ ବଡ଼ି ଭାଙ୍ଗିଯିବ, ଗୁଣ୍ଡ ହେଇଯିବ। ଆଉ 2 ଦିନ ଯଦି ମୁଁ ରଖିଦେବି ନା, ବଡ଼ି ଭଲସେ ହେବ। ତେଣୁ କଷ୍ଟ କରିଛି, କାଳେ ଭାଙ୍ଗିଗଲେ ମନଟା ଦୁଃଖ ହେବ। ତରକାରୀରେ ପକେଇଲେ ଭଙ୍ଗା ବଡ଼ି ଏତେ ଭଲ ଲାଗିବନି। ତେଣୁ ଫେରେ ଫୋନ୍ କଲି ରାତି 8ଟା ବେଳେ। ସାନ ମା ଉଠେଇଲେ। ସେଠୁ ମୁଁ ପଚାରିଲି, ସାନ ମା ଆପଣ କେଉଁଠି ଅଛନ୍ତି? ବ୍ୟସ୍ତ ଅଛନ୍ତି କି? ଟିକେ କଥା ଥିଲା। ସେଠୁ ସେ ସାଙ୍ଗେ ସାଙ୍ଗେ କହିଲେ ମୁଁ ମାର୍କେଟରେ ଅଛି। ସେଠୁ ମୁଁ ପଚାରିଲି, ଆଚ୍ଛା ସାନ ମା, ମୁଁ କ'ଣ କନି, ଜାଲିଟା ଆଣିଥିଲି ତ ଫେରେଇ ପାରୁନି। 2-3 ଦିନ ହେଇଗଲାଣି, ବଡ଼ି ଉଠିନି ଏତେ ପର୍ଯ୍ୟନ୍ତ। ଆଉ 2 ଦିନ ଲାଗିବ। ଆଉ ଶୁଖିଗଲେ ମୁଁ ବଡ଼ି ଜାଲିଟା ଦେଇଦେବି ଆଉ, ଧୋଇ ଧାଇକି ଆଉ। ସେଠୁ କହିଲେ ହଁ ହଁ, ମୁଁ ସ୍କୁଲ ଛୁଟି ହେଲେ ସମର ଭ୍ୟାକେସନ୍ରେ କରିବି, ତୁ ରଖିଥା। ଆଉ କ'ଣ କହୁଛୁ? ମୁଁ ସେଠୁ କହିଲି ନା ନା, ମୁଁ ରଖୁଛି। ସେଠୁ ମୁଁ ରଖିଦେଇକି ଚାହା କଲି। ମୋର ତ ଖୁରାପତି ଦିମାଗ। ମୁଁ କହିଲି ଆରେ, ମୁଁ ତ ସାନ ମା ମାର୍କେଟ ଯାଇଛନ୍ତି, ପଛପଟରୁ ଲୋକଙ୍କ ଆବାଜ ଶୁଭୁନି, କି ଗାଡ଼ି କି ସାଇକେଲ କାହା ଘଣ୍ଟି ଶୁଭୁନି। ବଜାରରେ ଫୋନ୍ ଉଠେଇଲେ ତ ଅଲଗା ବ୍ୟାକଗ୍ରାଉଣ୍ଡ ଶୁଭିବ, ଇଏ ତ ନିରାଳା ଶୁଭୁଛି। ସେଠୁ ମୁଁ ଭାବିଲି ତାହେଲେ ମିଛ କହିଲେ ସାନ ମା। କାରଣ ଦର୍ଶକ ବନ୍ଧୁ, ଯେତେବେଳେ କହନ୍ତି ନା ଗରିବ ମାଇକିନା ସମସ୍ତଙ୍କର ଟାପରା, ମୋ ପରିସ୍ଥିତି ଟିକେ ଅଲଗା। ସବୁବେଳେ ଦେହ ଖରାପ। ଆଜି ତ ହଜବେଣ୍ଡଙ୍କ ଦେହ ଖରାପ, ଆଜି ମୋ ଦେହ ଖରାପ, କାଲି ମୋ ପୁଅ ଦେହ ଖରାପ। ନହେଲେ କିଛି ଅସୁବିଧା, ଶୁଭ ଖବର ମୋ ତରଫରୁ କେବେ କାହାକୁ ଯାଏନି। ବରଂ ଅନ୍ୟଙ୍କଠୁ ମୁଁ ଶୁଣେ, ମୋଠୁ ବୋଧହୁଏ ବହୁତ କ୍ୱଚିତ କାହାକୁ ଭଲ ଖବର ମିଳେ। ହୁଏତ ସେମାନେ ମୋ ଦୁଃଖ ଶୁଣି ଶୁଣିକି ବୋର୍ ହେଇଗଲେଣି।
ତେଣୁ ଯେହେତୁ ଝିଆରୀ ମୋ ଫୋନ୍ଟା ଉଠେଇଲେ ସତ, କିନ୍ତୁ ମୋରି ସେଇ ଦୁଃଖ ଖବର ଶୁଣିତେ କାହାର କାହିଁକି ଇଣ୍ଟରେଷ୍ଟ। ହୁଏତ ସେ ସେଥିପାଇଁ ଏଭଏଡ଼୍ କଲେ ମୋତେ। ଏହା ଭାବି ମୋ ମନଟା ଦୁଃଖ ହେଲା। କାହିଁକିନା ଆମ ସମାଜରେ ଏମିତି ହୁଏ ନା, ଯାହା ଭାଗ୍ୟ ଖରାପ ଯିଏ କରିବ ତା ପାଖରେ କିଏ ବସିତେ ଭଲ ପାଆନ୍ତିନି। ମୋ ମନଟା ଚାହା ପିଉ ପିଉ ମୋତେ ମୋ ମନକୁ ଏଭଳି ଥଟ୍ ଆସିଲା ଯେ କି ମୋର ତ ବେଡ୍ ପିରିୟଡ଼ କଣ୍ଟିନ୍ୟୁ ଚାଲିଛି। ତେଣୁ ହୁଏତ ମନ ନ ଉଠିଥାନ୍ତା ନାହିଁ, ମିଛ କାହିଁକି କହିଲେ। ୟା ପୂର୍ବ 2 ଦିନ ତଳେ ମୁଁ ଫୋନ୍ କରିକି କହିଥିଲି ଯେ କି ପୂର୍ଣ୍ଣିମା ଆଉ ଇଏ ମେଡ଼ିକାଲରେ ପଡ଼ିଛନ୍ତି, ତାଙ୍କୁ ଡାଇରିଆ। ଫେର ଦିନ ପରେ ମୁଁ ତାଙ୍କୁ ଫୋନ୍ କରିଥିଲି ଯେ କି ସାଲାଇନ୍ ଏତେ ଦେଇଦେଲେ ତାଙ୍କ ବଡ଼ିରେ, ଏଇଖିଣା ଟାଇଫଏଡ଼୍ ବାହାରିଛି। ହୁଏତ ସେ ମୋ ତ କତୁରୁ ଏଭଳି ଶୁଣି ଚିଡ଼ି ଗଲେ। ହେ ସେଇ କଥା କହୁଥିବ, ଦେହ ଖରାପ, ଅଶାନ୍ତି, କଳି ଝଗଡ଼ା। ମୋତେ ଭାରି ଶକ୍ ହେଲା। ମନେ ମନେ ଭାବିଲି, ମୁଁ ଖରାପ, ମୋ ପ୍ରୋବ୍ଲେମ୍, ମୋ ଦୁଃଖ ମୋତେ ବଳି ପଡ଼ୁଛି। ମୋତେ ଯେତେ କଷ୍ଟ ଦେବ ଅନ୍ୟମାନଙ୍କୁ ସେତେ କଷ୍ଟ ଦେବନି। ଆଉ ମୁଁ ଏତେ ଦୁର୍ବଳ କାହିଁକି? ସବୁବେଳେ ଅନ୍ୟର ସାହାଯ୍ୟ ମୋତେ ଲୋଡ଼ା ହେଉଛି। ମୁଁ ଟିକିଏ ଆଘାତ ପାଇଲା ବେଳକୁ ଭାଙ୍ଗି ଯାଉଛି। ଠିକ୍ ଯେମିତି ସ୍ଥିର ପାଣି, ଗଡ଼ିଆର ପାଣିଟା ସ୍ଥିର ଥିବ, କିଏ ଯଦି ଟେକାଟେ ମାରିଦେଲା ତାହେଲେ ଚହଲି ଉଠିବ। ସେଇଭଳି ମୁଁ ଏତେ ଭିତରୁ କାହିଁକି ଭାଙ୍ଗି ପଡ଼ିଛି ଯେ କି କିଏ ମୋତେ ପଦେ କହିଦେଲା ବେଳକୁ ମୁଁ କାନ୍ଦି ପକାଉଛି। କ'ଣ ପାଇଁ? ଏଭଳି ଭାବିକି ଯେତେବେଳେ ଛାଡ଼ କହିକି ମୁଁ ଆଉ ଫୋନ୍ କରିବିନି, କାହାକୁ କିଛି କହିବିନି, ମୋ ପ୍ରୋବ୍ଲେମ୍ ମୋର। ଏହା ଭାବିକି ମୋବାଇଲଟାକୁ ଖୋଲିଦେଲି। ଖୋଲି ଦେଇକି ହ୍ୱାଟ୍ସଆପ୍ ଖୋଲିଲି। ଦେଖିଲି ଆମ ଫ୍ୟାମିଲି ଗ୍ରୁପରେ ମେସେଜ୍ ଆସିଛି, ଲିମନ ନାନୀର ପୁଅର ବାହାଘର ଏପ୍ରିଲ 20। ହଠାତ୍ ମୁଁ କରିକି ଅନେଇଛି। ଏଇଥିପାଇଁ ଦର୍ଶକ ବନ୍ଧୁ, ଲିମନ ନାନୀକୁ ଷ୍ଟୋମାକ୍ କ୍ୟାନ୍ସର। ସେମିତି ବି ବାହାଘର ପରେ ତାର ମୋର କିଛି ଏମିତି ନିବିଡ଼ ସମ୍ପର୍କ ନଥିଲା। ଯାହା ଝିଅ ବେଳେ ବାପ ଘରେ ଥିଲା, ତାପରଠୁ ଆମେ ଏତେ ଫୋନ୍ କଣ୍ଟାକ୍ଟରେ ନଥିଲୁ। ସିଏ ତ ଅଲଗା, ମୁଁ ଅଲଗା। କିନ୍ତୁ ହଠାତ୍ ଦିନେ ତା ଗ୍ରୁପରେ ତା ଫଟୋ ଆସିଲା ଯେ କି ତାକୁ ଷ୍ଟୋମାକ୍ କ୍ୟାନ୍ସର ହେଇଛି। ତା ଫଟୋ ଦେଖିକି ମୁଁ କାନ୍ଦି ପକେଇଲି। କାହିଁକିନା ମୁଁ ବି କ୍ୟାନ୍ସର ପେସେଣ୍ଟ। ଜଣେ ଦୁଃଖୀ ହିଁ ଦୁଃଖ ଜାଣେ। ତେଣୁ ମୋତେ ଏତେ କାନ୍ଦ ମାଇଲା ଯେ ଯେମିତି ରକ୍ତକୁ ଟାଣିଲା। ତେଣୁ ମୁଁ ମିଛରେ ଚେକଅପ୍ କରିବା ବାହାନା କରିକି ମୋ ହଜବେଣ୍ଡକୁ ମିଛ କହିକି କାର୍ ରିଜର୍ଭେସନ୍ କରିକି ମୁଁ ଦୌଡ଼ିକି ପଳେଇଲି ତାକୁ ଦେଖା କରିବା ପାଇଁ। କାରଣ ସିଏ ଯେଉଁ ହସ୍ପିଟାଲରେ ଟ୍ରିଟମେଣ୍ଟ ହେଉଥିଲା, ସେଠି ତାକୁ 7 ଦିନ ହେଲା ପକେଇକି ରଖିଛନ୍ତି, କିନ୍ତୁ ଟ୍ରିଟମେଣ୍ଟ ଆରମ୍ଭ କରୁନାହାନ୍ତି। ପେଟ ପ୍ରବଳ ପେନ୍ ହେଉଛି, କାନ୍ଦିକି ଗଡ଼ୁଛି ସେ। ତେଣୁ ମୋତେ ସମସ୍ତଙ୍କ ଫୋନ୍ ଆସିଲା ଯେ କି ତୁ ଯେଉଁଠି ଭଲ ହେଇଛୁ ସେଇଠିକି ତାକୁ ନେଇଯା, ନହେଲେ ମରିଯିବ ସେ। ମୁଁ ତାକୁ ମିଛ କହିକି ହଜବେଣ୍ଡକୁ କାର୍ରେ ପୁଅକୁ ଧରିକି ପହଞ୍ଚିଗଲି ଭୁବନେଶ୍ୱର। ମୋ ଡକ୍ଟରଙ୍କ ପାଖରେ ନମ୍ବର କରିକି ଫାଇଲ୍ ଦେଇକି ମୁଁ ପଳେଇଲି ତାକୁ ଦେଖା କରିବା ପାଇଁ। ତାକୁ ଦେଖିଲି ହାଡ଼ କଙ୍କାଳ ଶରୀର, ପେଟ ତଳେ ତକିଆ ଦେଇକି କାନ୍ଦୁଛି, ଗଡ଼ୁଛି, କ'ଣ କହିବି। ଏତେ କାନ୍ଦ ମାଇଲା ମୋତେ। ମୁଁ ସେଇଠୁ ତାଙ୍କୁ ହସ୍ପିଟାଲରେ ଚିଲେଇକି ତା ପୁଅ ହଜବେଣ୍ଡକୁ କହିକି ତାକୁ ସିଫ୍ଟ କରାଇଲି ଆମ ହସ୍ପିଟାଲ, ମୋ ଡକ୍ଟରଙ୍କ ପାଖକୁ। କାହିଁକିନା ମୋ ଡକ୍ଟର ଉପରେ ମୋର ବିଶ୍ୱାସ ଯେ ମୁଁ ଷ୍ଟେଜ୍ 3ରେ ମୁଁ ଭଲ ହେଇକି ଆସିଛି। ଆଜକୁ 7 ବର୍ଷ ହେଲା ବଞ୍ଚିଛି ତାଙ୍କ ଟ୍ରିଟମେଣ୍ଟରେ। ତେଣୁ ସେ ମୋ ପାଇଁ ଭଗବାନ।
ତେଣୁ ମୁଁ ତାଙ୍କ ସହିତ ଯାହା ହଉ ତାଙ୍କୁ କନଭିନ୍ସ କରେଇ, ବନ୍ଧୁବାନ୍ଧବ ବି ପ୍ରେସର ପକେଇଲେ, ସେ ସେଇଦିନ ବୁଝେଇ ସୁଝେଇ ସେ ହସ୍ପିଟାଲରୁ ଏ ହସ୍ପିଟାଲ ଆମେ ସିଫ୍ଟ କରେଇଲୁ। ସିଏ ଆସିକି ଇମର୍ଜେନ୍ସିରେ ରହିଲା ପରେ ମୋ ମନରେ ପଡ଼ିଲା, ମୁଁ ବି ତ ଡାକ୍ତରକୁ ଦେଖେଇଥାନ୍ତି। ମୁଁ ଦୌଡ଼ିକି ଯାଇକି ଡାକ୍ତର ଦେଖିଲା ବେଳକୁ ଡାକ୍ତର ଯିବା ଉପରେ, କାହିଁକିନା ସେତେବେଳକୁ ରାତି 8ଟା ବାଜିଗଲାଣି। ସିଏ ଆଉ ମୋ ଫାଇଲ୍ କୁଆଡ଼େ ଗଲାଣି, ଡକ୍ଟର ବାହାରିଲେଣି ଘରକୁ ପଳେଇବେ ବୋଲି। ମୁଁ ଯାଇକି ରିକ୍ୱେଷ୍ଟ କରିକି ତାଙ୍କ ଆସିଷ୍ଟାଣ୍ଟକୁ କହିଲି ଯେ କି ସାର୍, ମୁଁ ବର୍ଷେ ପରେ ଆସିଛି, ମୋତେ ଟିକେ ଦେଖୁନ। ନା ଆପଣ କୁଆଡ଼େ ଯାଇଥିଲେ? ମୁଁ କହିଲି ଏମିତି ମୋ ଭଉଣୀ ସିରିୟସ୍, ଆଉ ମୁଁ ତାକୁ ନେଇକି ଆସିଥିଲି ସାର୍, ପ୍ଲିଜ୍ ମୋତେ ଦେଖାନ୍ତୁ। ନା ଆପଣଙ୍କର ଟେଷ୍ଟ ରିପୋର୍ଟ ମୁଁ ସାର୍ ଆଣିଛି, ନିଅନ୍ତୁ, ପ୍ଲିଜ୍ ସାର୍ଙ୍କୁ ଅଟକାନ୍ତୁ, ଦେଖାନ୍ତୁ। ତାଙ୍କ ଆସିଷ୍ଟାଣ୍ଟ ମୋତେ ଏତେ ଜୋରରେ ଗାଳି ଦେଉଥାନ୍ତି, ମୁଁ କାନ୍ଦି ପକେଇଲି। ଏଣେ ଡର ଯେ ମୋ ହଜବେଣ୍ଡକୁ କ'ଣ କହିବି, ଯେ କି ତୁ ଯାଇଥିଲୁ କାର ନେଇକି ଭୁବନେଶ୍ୱର, ଆଉ ଦେଖେଇଲୁନି, ପଳେଇ ଆସିଲୁ, ଆଉ କ'ଣ କରୁଥିଲୁ? ଆଉ ତ ମୋତେ ଦେବେନି ପଇସା ପତ୍ର କିଛି, ମୁଁ ଏଇଖିଣା ନ ଦେଖେଇକି କେମିତି ଯିବି? ଭଉଣୀକି ଆଣିକି ଆଡ଼ମିଟ୍ କରିଦେଲି, କିନ୍ତୁ ମୋର କ'ଣ ହେବ ଏଇଖିଣା? ସେଇଠୁ ଆସିଷ୍ଟାଣ୍ଟ ବହୁତ ଗାଳି ଦେଲା। ମୁଁ ରିକ୍ୱେଷ୍ଟ ହାତ ଯୋଡ଼ି ନଥିଲି କାହା ଉପରେ। ଏଣେ ସ୍ୱାମୀକୁ ଡର, ଏଣେ ରାତି ହେଇଗଲାଣି, 9ଟା ବାଜିଲାଣି, ଆମକୁ ଭୁବନେଶ୍ୱରରୁ ଭଦ୍ରକ ଆସିବାକୁ ପଡ଼ିବ। ଏଣେ ପୁଅଟାକୁ ଭୋକ ଲାଗିଲାଣି, ସାର୍ ପଳଉଛନ୍ତି ଫେର। ସେଇଠୁ ମୁଁ କହିଲି ସାର୍ ପ୍ଲିଜ୍ ଆପଣ କରନ୍ତୁ। ମୁଁ ଏତେ ରିକ୍ୱେଷ୍ଟ କଲା ପରେ ଯାହା ହଉ ସେ ମୋ ଫାଇଲ୍ ଦେଖିଲେ, ଆଉ ସାର୍ଙ୍କୁ ନେଇକି ଦେଲେ। ସାର୍ ଯାହା ହଉ ଠିଆଉ ଦେଖିକି ଔଷଧ ଲେଖିଥିଲେ, ମୁଁ ନେଇକି ଆସିଲି। ଏପଟରେ ମନ ଯାଉ 2ଟା କାମ ମୁଁ ଗୋଟେ ସ୍ତ୍ରୀ ଲୋକ ମେଣ୍ଟେଇ ଦେଲି। ନାନୀ ବି ଭଲ ଆସିକି ପହଞ୍ଚିକି ରୁମ୍ ମିଳିଗଲା, ଯାହା ହଉ ତା ଟ୍ରିଟମେଣ୍ଟ ଷ୍ଟାର୍ଟ ହେଇଗଲା ସାଙ୍ଗେ ସାଙ୍ଗେ, ଆଉ ମୁଁ ବି ଘରକୁ ଭଲରେ ଫେରିଲି। ତାପରଠୁ ନାନୀର ଖବର ମୁଁ ବେଳେବେଳେ ଫୋନ୍ କରେ, ଆଉ ତ ଯାଇପାରୁନି। ନାନୀ ବର୍ଷେ ହେଲା ବଞ୍ଚିକି ରହିଛି, ତା ଟ୍ରିଟମେଣ୍ଟ ଠିକ୍ ଚାଲିଛି। ଆଉ ସେମାନେ ବି ତା ପୁଅ ସ୍ୱାମୀ ମାନନ୍ତି, ଆଉ ସମସ୍ତେ ବନ୍ଧୁବାନ୍ଧବ ମାନନ୍ତି ଯେ କି ଯଦି ସେ ହସ୍ପିଟାଲରେ ଥାଆନ୍ତା ଲିମନ ମରିଯାଇଥାନ୍ତା। କିନ୍ତୁ ଆଜି ମୋ ପାଇଁ ସେ ଆଜି ବଞ୍ଚିଛି, ଆଉ ଭଲ ଡକ୍ଟର ହାବୁଡ଼ରେ ପଡ଼ିଛି। କାହିଁକିନା ଗୋଟେ ରୋଗୀର ମାନସିକତା କୁ ବୁଝିବା ପାଇଁ ସେଭଳି ଗୋଟେ ଡକ୍ଟର ଦରକାର। ଯଦି ଡକ୍ଟର ଭଲ ମିଳିଲା, ରୋଗ ଅଧେ ଭଲ ହେଇଯିବ। ତା କଥା, ତା ବ୍ୟବହାର, ଆଉ ଆମ ସାର୍ ବି ସେଇଭଳିଆ ବହୁତ ସୁନ୍ଦର ସାର୍। ତାଙ୍କ ବ୍ୟବହାର ଏତେ ସୁନ୍ଦର ସେ ରୋଗୀଙ୍କୁ ଧରନ୍ତି, ବ୍ୟବହାର କରନ୍ତି, ଆଉ କଥାରେ ତାଙ୍କର ମାନେ କ'ଣ କହିବି। ଯାହା ହଉ ନାନୀର ଟ୍ରିଟମେଣ୍ଟ ଚାଲିଛି। ଆଜି ତା ପୁଅର ବାହାଘର ଡେଟ୍ ଫାଇନାଲ୍ ହେଇଗଲା। ଦର୍ଶକ ବନ୍ଧୁ, ଆମେ ଯେହେତୁ କାହା ପାଇଁ କିଛି କରନ୍ତି ନା, ମୁଁ ମନେ ମନେ ଭାବୁଥିଲି ନାନୀ ଏ ପାଇଁ ମୁଁ ଏତେ ବଡ଼ କାମଟେ କରିଲି। ରାତିରେ 9ଟା 10ଟା ବେଳେ ଯାଇ ପର୍ଯ୍ୟନ୍ତ ନାନୀକି ରହିକି ତାକୁ ମାନେ ସିଫ୍ଟ କରେଇକି ଟ୍ରିଟମେଣ୍ଟ କରେଇଲି, ଭଲ ଡକ୍ଟର ସହିତ ମିଶେଇ ଦେଲି, ତାର ଏତେ ବଡ଼ ଉପକାରଟେ କଲି। ନାନୀ ସେଇଟା ମାନିବ, ଆଉ ତାର ଯେତିକି ଶୁଭାକାଂକ୍ଷୀ ଅଛନ୍ତି ମୋତେ 1 ନମ୍ବରରେ ରଖିବ, କାହିଁକିନା ମୁଁ ତାର ଏତେ ଗୋଟେ ଉପକାର କରିଦେଇଛି। ତେଣୁ ଆଜି ଯେତେବେଳେ ତା ପୁଅର ବାହାଘର ଡେଟ୍ ଫାଇନାଲ୍ ହେଇଗଲା, ତେବେ ମୁଁ ଭାବିଲି ଯେ କି ସେ ପ୍ରଥମେ ମୋତେ ଫୋନ୍ କରିବ। କିନ୍ତୁ ନା ଦର୍ଶକ ବନ୍ଧୁ, ସେ ସମସ୍ତଙ୍କୁ ଫୋନ୍ କଲା, ଆଉ ମୁଁ ଇନଡାଇରେକ୍ଟଲି ଏ ଖବରଟା ଜାଣିଲି। ବହୁତ କଷ୍ଟ ହେଲା ଦର୍ଶକ ବନ୍ଧୁ। କାହିଁକି କେଜାଣେ ବହୁତ କଷ୍ଟ ହେଲା। ମୁହଁ ଉଡ଼େଇକି ବସିଲି, ଆଖିରେ 2 ଟୋପା ଲୁହ ବୋହିଗଲା। ଯେ କି ନାନୀ ମୋତେ
କହିପାରିଥାନ୍ତା ଫାଷ୍ଟ, କିନ୍ତୁ କହିଲାନି କାହିଁକି। ଛାଡ଼ନ୍ତୁ। ଏଇ ସମୟରେ ପୁଅ ଆସିକି ବସିଗଲା ଚେୟାର ଉପରେ। ସେଇଠୁ ଫୋନ୍ରେ ସିଏ ବି ଗୋଟେ ଫୋନ୍ରେ କଥାବାର୍ତ୍ତା ହେଉଛି। ମୁଁ ସେଇଠୁ ଡିଷ୍ଟର୍ବ ମାଇଣ୍ଡରେ ପଚାରିଲି, କ'ଣ ପାଠପଢ଼ା ହେବନି କି? ଫୋନ୍ରେ ପଚାରିଛି ନା। ସେଇଠୁ ସେ କହିଲା, କ'ଣ ମୁଁ ଗପୁଛି ନା, ମୁଁ ପା ମ୍ୟାଥର କୋଶ୍ଚିନ୍ ଡିସ୍କସନ୍ କରୁଛି। ମୁଁ କହିଲି କାହା ସାଙ୍ଗରେ? କହିଲା ଧର୍ମେଶ ସାଙ୍ଗରେ। ମୁଁ କହିଲି କ'ଣ ଡିସ୍କସନ୍ କରୁଛୁ? କହିଲା ଧର୍ମେଶ ମୋତେ କହୁଛି ତୋର ଯେଉଁଟା ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ତୁ ସର୍କଲ୍ କରିକି ପ୍ରାକ୍ଟିସ୍ କରୁଛୁ ସେଗୁଡ଼ାକ ମୋତେ ଟିକେ ପଠାନି। ସେଇଠୁ ମୁଁ କହିଲି ତୁ କାହିଁ ତାକୁ ପଠେଇବୁ, ସିଏ କରୁନି କି? କହିଲା ନା, ସିଏ ମୋତେ ପଚାରୁଛି ନା, ମୁଁ ସେଗୁଡ଼ା କମ୍ପ୍ଲିଟ୍ କରିସାରିଲିଣି। ମୁଁ କହିଲି ଦେଖ ବାବା, ସିଏ ତୋତେ କ'ଣ ତାର ଯେଉଁ ଡାଉଟ୍, ତାର ଇମ୍ପୋର୍ଟାଣ୍ଟ କୋଶ୍ଚେନ୍ ତା ସାର୍ ଯେଉଁଗୁଡ଼ାକ ସିଲେକ୍ଟିଭ୍ ଦେଇଛନ୍ତି ତୋତେ ସେୟାର କରୁଛି। କହିଲା ନ କଲେ କ'ଣ ହେଇଗଲା, ମୁଁ କରିବି, ମୁଁ କହିଦେଲି ତାକୁ, ମୁଁ ଦେବି। ମୁଁ କହିଲି ଦେଖ ବାବା, ସିଏ ବହୁତ ଚାଲାକ, ସିଏ ଫାଷ୍ଟ ହେଉଛି, ତାର ସାର୍ ତାକୁ କେଉଁ ସିଲେକ୍ଟିଭ୍ ଦେଇଛନ୍ତି, ସିଏ କିଭଳି ଅଙ୍କ ପ୍ରାକ୍ଟିସ୍ କରୁଛି ଯାହାଦ୍ୱାରା କି ଫୁଲ୍ ଆଣୁଛି। ତୁ ତାଠୁ ଶିଖିବୁ ନା। ସିଏ ଦେଖ ତୋ କୋଶ୍ଚେନ୍ ନେଇକି କରିବ, ତୁ ଟିକେ ଚାଲାକ ହଉନୁ କାହିଁକି? ସେଇଠୁ ସେ କହିଲା ତମେ କ'ଣ ଚାଲାକ ହେଉଛ? ମୁଁ ଦର୍ଶକ ବନ୍ଧୁ ଚୁପ୍ ହେଇଗଲି। କହିଲି ମାନେ? କହିଲେ ତମେ ଯେଉଁ ଅନ୍ନଛତ୍ର ଖୋଲିଛ ନା, ଯିଏ ଯାହାର ଇଚ୍ଛା ନଥାଉ ଯାଇକି ତାକୁ ସାହାଯ୍ୟ କରୁଛ। ତା ବଦଳରେ ତୁମେ କ'ଣ ପାଉଛ? କିଛି ପାଉଛ ନା, କିନ୍ତୁ ତୁମେ ତ ବଦଳୁନ। ଆଉ ଲିମନ ନାନୀ ତୁମକୁ ଫୋନ୍ କରିଥିଲା ନା ମେଡ଼ିକାଲରୁ, ଯେତେବେଳେ ତାର କେମୋ ନେଇକି ତା ଦେହ ବହୁତ ସିରିୟସ୍ ହେଇଗଲା, ତା ପେଟରେ 4 ଲିଟର ପାଣି ଜମିଥିଲା, କଢ଼ା ହେଉଥିଲା, ସେ ଗୋଡ଼ ହାତ ଫୁଲି ଯାଇଥିଲା, ନାକରୁ ବ୍ଲଡ଼, ପାଟିରୁ ବ୍ଲଡ଼ ବାହାରୁଥିଲା। ସେତେବେଳେ ତୁମକୁ ସେ ଫୋନ୍ କରି କହିଥିଲା ନା ମୋ ପୁଅ ପାଇଁ ଗୋଟେ ଝିଅ ଖୋଜୁ। ଆଉ ତମେ କ'ଣ କରିଥିଲ ନା, ଦୌଡ଼ି ଯାଇକି ଆମ ଘର ଓନରର ଝିଆରୀଙ୍କୁ ପ୍ରସ୍ତାବ ସାଙ୍ଗେ ସାଙ୍ଗେ ପକାଇଦେଲ। କିନ୍ତୁ ତାକୁ ଯେତେବେଳେ ତୁମେ କହିଲ, ସେ ସେଇଠୁ କ'ଣ କହିଲା? ହେଲେ ସେ ଝିଅର ବ୍ୟାକ୍ଗ୍ରାଉଣ୍ଡ କ'ଣ? ତୁମେ ତ ଜାଣିଥିଲ ସେ ଯେଉଁ ମାଉସୀ ଝିଆରୀଙ୍କର ବାପା ନାହିଁ, ମା ଅଛି, 2 ଭଉଣୀ, ଆଉ ବଡ଼ ଭଉଣୀ ବାହା ହେଇଯାଇଛି। ଆଉ ଝିଅଟି ବହୁତ ଯୋଗା, MA ପଢ଼ୁଛି, ବହୁତ ସୁନ୍ଦର। ଆଉ ନା, ମାଉସୀ କହିଲେ ଯେ କି ଆମ ଘର କାମ କରିବ, ଆମକୁ ସମ୍ଭାଳିବ, ସେଇଭଳିଆ ଗୋଟେ ଝିଅଟେ ଖୋଜ। ତମେ ତ ଖୋଜିକି ଦେଇଥିଲ, କିନ୍ତୁ ମାଉସୀ କ'ଣ କହିଲା? ହେଲେ ତୁ ଯେମିତି ସେଇଭଳିଆ ଗୋଟେ ପ୍ରସ୍ତାବ ଖୋଜି ଦେଇଛୁ ନା। ତାହେଲେ କ'ଣ ଆଜି ତା ବାହାଘର ଠିକ୍ ହେଇଗଲେ ତମକୁ ଜଣେଇଲା ନା? ତମେ ମୋତେ ଆଡ଼ଭାଇସ୍ ଦେଉଛ କି ଧର୍ମେଶକୁ ଅଙ୍କ ଦେନି। ଦେଖ ମା, ଆମେ ଅନ୍ୟମାନଙ୍କ ଭଳି ଖରାପ ହେଇପାରିବାନି। ଲୁଣ କେବେ ଚିନି ହେଇପାରିବନି, ଚିନି କେବେ ଲୁଣ ହେଇପାରିବନି। ଈଶ୍ୱର ଏଇ ସୃଷ୍ଟିରେ ଯାହାକୁ ଯେଭଳି ଗଢ଼ିଛନ୍ତି ନା, ସେ କ୍ଷଣିକ ବଦଳି ପାରେ, ସବୁଦିନ ନୁହେଁ। ଆମେ ତାଙ୍କ ଭଳିଆ ହେଇପାରିବାନି, ଖରାପ ହେଇପାରିବାନି। ସିଏ ମୋତେ ଠକେଇଲା, କ'ଣ ହେଇଗଲା ସେଇଠୁ? ମୁଁ ଖରାପ ହେଇପାରିବିନି। ଦର୍ଶକ ବନ୍ଧୁ, ଯଦି କ'ଣ ଭାବୁଛନ୍ତି? ସତ ନା? ଆମେ କାହା ଭଳି ହେଇପାରିବାନି। ଆମେ ଯଦି ମୋର ଏ ଷ୍ଟୋରି, ମୋ ଅନୁଭବ, ମୋ ଅଙ୍ଗେଲିଭା କଥାକୁ ଯଦି ଆପଣ ସପୋର୍ଟ କରିଥାନ୍ତି, ତେବେ କମେଣ୍ଟରେ ଜୟ ଜଗନ୍ନାଥ ଲେଖିବେ ଏବଂ ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ଇନଷ୍ଟାରେ ମୋତେ ଫଲୋ କରିବେ। ରହିଲି, ଜୟ ଜଗନ୍ନାଥ।